ଘରୋଇ କଳିରେ ଆହତ ସ୍ୱାମୀର ନ୍ୟାୟ ପାଇଁ ଗୁହାରି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା MB79 ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଗତ 27 ତାରିଖ ରାତ୍ର 9 ଘଟିକା ସମୟରେ ଯୁବକ ରାଜୁଗୁଞ୍ଜା ବୟସ 24 ବର୍ଷ ନିଜ ଘରେ ବସିଥିବା ସମୟରେ ପୁରୁଣା ଘରୋଇ କଳହକୁ ନେଇ ରାଜୁଙ୍କ ସ୍ତ୍ରୀ କାନ୍ତି କୁଞ୍ଜ ନିଜ ମା ଓ ଭଉଣୀଙ୍କ ସହ ଆସି ଗାଳି ଗୁଲଜ କରିବା ସହ ଝଗଡ଼ା କରିଥିଲେ। କିଛି ସମୟ ମଧ୍ୟରେ ଦୁଇ ପକ୍ଷ ମଧ୍ୟରେ କଳି ବଢ଼ିବା ପରେ ରାଜୁଙ୍କ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ଘର ସାମ୍ନାରେ ପଡ଼ିଥିବା ମଦ ବୋତଲ ଭାଙ୍ଗି ଜୀବନରେ ମାରିଦେବାକୁ କହି ଧାଇଁ ଆସିବା ବେଳେ ରାଜୁ ନିଜକୁ ବଞ୍ଚାଇବାକୁ ଯାଇ ବାମ ହାତକୁ ଦେଖାଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ଯାହାଦ୍ୱାରା ରାଜୁଙ୍କ ବାମ ହାତରେ ଗଭୀର ଆଘାତ ଲାଗିବା ସହ ରକ୍ତ ବୋହି ଚାଲିଥିଲା। ଆଘାତ ଅବସ୍ଥାରେ ଏହି MB79 ଡାକ୍ତରଖାନା ଯାଇଥିଲେ। ସେଠାରେ ତାଙ୍କ ହାତରେ 8ଟି ସିଲେଇ ପଡ଼ିଥିଲା। ଏହି ଘଟଣା ବାବଦରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 4-5 ଦିନ ଧରି ସ୍ଥାନୀୟ ଥାନା ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ସେ ନ୍ୟାୟ ପାଇବା ଆଶାରେ ଗଣମାଧ୍ୟମର ଦ୍ୱାରସ୍ଥ ହୋଇଥିଲେ। ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଜିଲ୍ଲା ଆରକ୍ଷୀଙ୍କ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏ ବାବଦରେ MB79 ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଘଟଣା ବିଷୟରେ ତଦନ୍ତ କରୁଥିବା ଓ ପୂର୍ବରୁ ରାଜୁଙ୍କ ସ୍ତ୍ରୀଙ୍କ ଦ୍ୱାରା ଏକ ମାମଲା ରାଜୁଙ୍କ ବିରୋଧରେ ରୁଜୁ ହୋଇଥିବା କହିଥିଲେ। ମାଲକାନଗିରିରୁ କେ ଶ୍ରୀନିବାସଙ୍କ ରିପୋର୍ଟ, ଜେଟ୍ ନ୍ୟୁଜ୍।